সেই গোটিয়ে ভুল পায়ে সেই গোটিয়ে ভুল পায়ে সেই গোটিয়ে ভুল পায়ে সেই গোটিয়ে ভুল পায়ে ସେମାନଙ୍କର ଗୋଟା ହେଇଛି ସେମାନେ ମନ୍ଦିର ଭାଙ୍ଗିବାକୁ ଦେଲେନି ତାହେଲେ ତାର ଅସୁବିଧା ହେଇଗଲା ସେମାନେ ମନ୍ଦିର ଭାଙ୍ଗିବାକୁ ବିରୋଧ କରୁଛନ୍ତି ସେମାନଙ୍କ ଉପରକୁ ସିଧା ବୁଲଡୋଜର ଚଢ଼େଇଥିଲ ମୁଁ ଯାହା ନିଷ୍ପତ୍ତି ନିଏ ସେଇଟା ହିଁ ଖାଇଲ ଆଜି ମୁଁ କହୁଛି ଘରେ ସେଇଠି ଯେମିତି ହେଲେ ଫ୍ୟାକ୍ଟରୀ ହବ ଓ କାମ ପାଇଁ ମାନବ ସଂହାର ପିଣ୍ଡନରେ ଫ୍ୟାକ୍ଟରୀ ହବ ଆଉ ସେ ମନ୍ଦିର ଭାଙ୍ଗିବାଟା ଆଇନ ମୁଁ ପ୍ରୀତିପୁର ଜଗନ୍ନାଥ ମନ୍ଦିର ମହନ୍ତ ମାଧବାନନ୍ଦ ମାନେ ଜଣେ ଜଣେ ସିଦ୍ଧ ପୁରୁଷ ଦେଖ ବାବା ତମେ ହଉଛ ଏ ଅଞ୍ଚଳ ଜଣେ ଉଦୟମାନ ଶିଳ୍ପପତି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଉନ୍ନତିର ପାହାଚ ଅତିକ୍ରମ କରି ଚାଲିଛ କହିବାର ଅଛି ତାକୁ ଆଜି ମଧ୍ୟ ମାମାର ଜନ୍ମଦିନ ବ୍ୟସ୍ତ ଅଛି ତମେ ଯୋଉ ମନ୍ଦିର ଭାଙ୍ଗିବାକୁ ଯାଉଛ ଅନେକ ବର୍ଷ ତଳର ମନ୍ଦିର ଯୋଉ ମନ୍ଦିର ବିରାଜମାନ ସ୍ୱୟଂ ଜଗନ୍ନାଥ ମୁଁ ତୁମକୁ ଅନୁରୋଧ କରୁଛି ତମ ମନକୁ ତମେ ପରିବର୍ତ୍ତନ କର ନହେଲେ ତମ ଜଗନ୍ନାଥ ଗୋଟେ ଅଭିଶାପ ଦେବେ ତାଙ୍କ ଅଭିଶାପରେ ମୋର ଅମଙ୍ଗଳ ହବ ବତ୍ସ ଜଗନ୍ନାଥ ଜଗତର ଠାକୁର ତମେ ତାଙ୍କୁ ସେମିତି ପରିହାସ କରନି ଜଗନ୍ନାଥ କଥା କହୁଛ ତମେ এই ମନ୍ଦିର ଅଙ୍ଗାରୁଆ ଗମ୍ଭୀର ଭିତରେ ବସିଥିବ ସେଇ ଜଗନ୍ନାଥ ଆରେ ସିଏ ତ ସବୁଠାରୁ ବଡ଼ ବିକାରିକା ସେ ଅନ୍ୟର କାନକୁ ହାତ ଟେକି ଚାହିଁ ରହିଥାଏ ଯୋଉ ଶବ୍ଦ ଖାଇବାକୁ ନଦେଲେ ଯୋଉ ଠାକୁର ଉପବାସ ରହେ ସେ ଠାକୁରର ସାମର୍ଥ୍ୟ ମତେ ବେଶ ତୋର ଅହଙ୍କାର ନୁହେଁ ତ ତମ ଭାବନା ଭୁଲ ନୁହଁ ମୁଁ ତୁମକୁ ଅନୁରୋଧ କରୁଛି କୋଉଠି ଥିଲା ତମର ସେଇ ଜଗନ୍ନାଥ ଯେତେବେଳେ ଆମ ବାପା ମା ଆମ ଭାଇ ଭଉଣୀଙ୍କ ମୁହଁରେ ଗଣ୍ଡେ ଆହାର ଦେବା ପାଇଁ 12 ଦୁଆର ବୁଲୁଥିଲେ କୋଉଠି ଥିଲା ତମର ସେଇ ଜଗନ୍ନାଥ
ବଞ୍ଚିବା ପାଇଁ କେତେବେଳେ ଗଛ ମୂଳେ ଶୋଇ ଯାଉଥିଲୁ ତ ହସ ଯାଉଛି ବଞ୍ଚିବା ପାଇଁ ଗଛ ମୂଳେ ଶୁକ୍ରବାରରେ ଆସିଗଲୁ କୋଉଠି ଥିଲା ତମ ଜଗନ୍ନାଥ ଆଜି ମୁଁ ଯାହା ହେଇଛି ମୋ ପରିଶ୍ରମ ହେଇଛି ମୋ ବାହୁବଳରେ ହେଇଛି ଜଗନ୍ନାଥ ତ ଦୟାଳୁ ନୁହେଁ ଆଉ ସେ ମନ୍ଦିର ଭାଙ୍ଗିବାଟା ଭାଇନା ମୁଁ ତୁମକୁ ପୁନର୍ବାର ଚେତାଇ ଦଉଛି ତମେ ଯୋଉ ମନ୍ଦିର ଭାଙ୍ଗିବାକୁ ଯାଉଛ ଓ ଆହ୍ୱାନ କର ଦଣ୍ଡାୟମାନ ଯୋଉ ମନ୍ଦିର ଠାକୁର ସ୍ୱୟଂ ଜଗନ୍ନାଥ ମୁଁ ବା କିଏ ବଡ଼ ଦିଅ ବଡ଼ ଠାକୁର ଯେତିକି ସରଳ ସେତିକି ଜଟିଳ সেই জগন্নাথ যে রাম অবতারে নিজ স্ত্রী সীতাଙ୍କୁ ଉଦ୍ଧାର କରିବା ପାଇଁ ମାଙ୍କଡ଼ ଭାଲୁ ଏମିତି ଚିକୁଣ୍ଡିଛି ମୁଁ ସାର ସାହାଯ୍ୟ ନେଇଥିଲା ସେଇ ଜଗନ୍ନାଥ କୃଷ୍ଣ ଅବତାରରେ ନିଜ ଦ୍ୱାରିକା ନଗରକୁ ଅଧରାତ୍ର ନିମଗ୍ନ କରି ଧ୍ୱଂସ କରିଥିଲେ ସେଇ ଜଗନ୍ନାଥ 1866 ବର୍ଷରେ ତାଙ୍କ ଦୁର୍ଭିକ୍ଷ ସମୟରେ ତାର ବଂଶ 2 ବର୍ଷରେ ଲକ୍ଷ ଲକ୍ଷ ସର୍ବର ଲୋକକାକୁତିରେ ଶବ ପଡ଼ିଥିଲା ଆମ ଜଗନ୍ନାଥ କିଛି କରିପାରିନଥିଲା ସେ ଗାଈ ମୁଁ ସହଇ ଗର୍ବ ନ ସହି ଦଣ୍ଡକେ ଚୁନା କରଇ ମୋତେ ଯିଏ ହୃଦ ପଦ୍ମରେ ଭାବୁଥାଏ ତାକୁ ମୁଁ ଅଭୟ ବର ଦିଅଇ ଅହଙ୍କାରୀ ମଣିଷକୁ ନିଜର ଭୁଲ ଦେଖାଯାଏ ନା ଅନ୍ୟର ଠିକ ଧନ ଦୌଲତ ଗର୍ବ ଅହଙ୍କାର ତମକୁ ଅନ୍ଧ କରିଦେଇଛି ମନେ ରଖ ମୃତ୍ୟୁଞ୍ଜୟ ମାନ ଗୋବିନ୍ଦ ସଂସ୍କାର ଥିଲେ ସବୁ କିଛି ମିଳିଥାଏ ଗର୍ବ ଅହଙ୍କାର ରସାଦଳଗାମୀ କରିଦିଏ ପରାଜୟ କରିଦିଏ ଗୋବିନ୍ଦ ଅପାରଚୟ ରାଜତା ଭାଗ୍ୟରେ ନାହିଁ ରାବଣର ଅହଙ୍କାର ଦିନେ ସୈନ୍ୟମାନେ ଲଙ୍କାକୁ ଜାରି କରି ପାଉଁଶ କରିଦେଇଥିଲା ଦୁର୍ଯ୍ୟୋଧନର ଗର୍ବ ଆଉ ଅହଙ୍କାର ଦିନେ ତା ପୁଅର ଶବ ଉପରେ ବସେଇ ଦେଇଥିଲା ବିଶ୍ୱ ବିଜୟ କିରିକୁଳ ଆଲେକଜାଣ୍ଡରକୁ ଦିନେ ଖାଲି ହାତରେ ମଶାଣିକି ନେଇ ଯାଇଥିଲା ଆଉ ଠିକ ସେମିତି ତୋର ଏ ଗର୍ବ ଅହଙ୍କାର ଦିନେ ଜାରି କରି ପାଉଁଶ ହେଇଯିବ ଆଉ ସେତେବେଳେ ମନେ ପକାଇବୁ ତୋତେ ଜନ୍ମ ଦେଇଛି ଜଣେ ତୋତେ ନାଁ ଦେଇଛି ଆଉ ଜଣେ ତୋତେ ଶିକ୍ଷା ଦେଇଛି ଅନ୍ୟ ଜଣେ ଧର୍ମର ବାଟ ଦେଖାଇଛି କେହି ଜଣେ ମନେ ରଖ ତୋର ଗର୍ବ ରହିବନି ମରିବ ତମେ ମରିବ ଜାରି କରି ପାଉଁଶ ହୋଇ ମରିବ ଏ ଲୋକ କିଏ ତମ ସହିତ କଣ ଏମିତି କଥାବାର୍ତ୍ତା କରୁଛେ ତାର ଗଣତନ୍ତ୍ର ଦେଖବାକୁ ବାହାର କରିଛି অনুরোধ করছি ମୋ ଅନୁରୋଧ ରକ୍ଷା କର ଯିବୁ ନା ଗୋଡ଼ ହାତ ଭାଙ୍ଗି ଯାଇ ତୁ ବାହାରି ବିକି ଦେବି ଚାଲ କେବେ ହେଲେ ବସୁଧା ସହିବନି ତମର ଏ ଗର୍ବ ଅହଙ୍କାର ଦିନେ ଧୂଳିସିତ ହବ ତମେ ମତ ନୁହଁ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନିତ କରିଛ ସେ ଜଗନ୍ନାଥ ତୁମକୁ ଦଣ୍ଡ ଦେବେ ସେ ଜଗନ୍ନାଥ ତୁମକୁ ଦଣ୍ଡ ଦେବେ ସେ ଜଗନ୍ନାଥ ତୁମକୁ ଦଣ୍ଡ ଦେବେ ଜଗନ୍ନାଥ ସେ ପୁଣି ଦଣ୍ଡ ଦେବ ମୋତେ কর্ম করিব সেমিতি করো কিন্তু সন্ন্যাসী মহারাজ যে আমাকে অভিশাপ দেই চালি গলে কোন হব যে এনে সপনা বাড়িরে ঘর পড়ি যায়নি আজকালি সন্ন্যাসী নারে এমান হচ্ছতি জনে জনে ভণ্ড এই যেমতি সারা জীবন
ଏଇଟା ଖାଲି ଧକ୍କା ମାରିବା କଥା ନୁହଁ ବରଂ ଏଇଟାର ଗୋଡ଼ ହାତ ଭାଙ୍ଗି ମେଡିକାଲରେ ଫିଙ୍ଗି ଦେବାର ଅଛି। ଦେଖ ଯାହା ତ ହବାର କଥା ହେଇଗଲା ସେ ସବୁ ଛାଡ଼। ତାପରେ ଏମିତିକା ବାହାର ଲୋକ ଆମ ଘରେ ବସି ମୋ ଭାଇକି ଯାହା ନା ତା କରୁଛ ଚୁପଚାପ ଠିଆ ହଁ ରହିବ। ଥାଉ ଆଉ ତମେ ପାଟି କରନି ଆଉ ଏତେ ଲକ୍ଷଣ ଦେଖେଇବନି। ତମ ଭାଇ ଯଦି କହିବେ କୁକୁଡ଼ାର 6ଟା ଗୋଡ଼ ତାହେଲେ ତମେ କହିବ ମୁଁ ବି କହିବି କୁକୁଡ଼ାର 6ଟା ଗୋଡ଼। କାହିଁକି ଜାଣିଛ ଭାଉଜ? ତମେ ସିନା ଆମ ଭାଇ ଭଉଣୀଙ୍କ ଗପ ବହିର ଉପର ମଲାଟଟା ଦେଖିଛ, ଯୋଉଟା ରଙ୍ଗୀନ ଛବିରେ ତିଆରି ହୋଇଛି ପୁରୁଣା ମାଟିଆ ରଙ୍ଗର ସାଧା କାଗଜରେ ଲୁହ କାଢି ଲେଖା। ତମେ ଚିହ୍ନିଛ? ଏବେ ବି ସେ ଅକ୍ଷର ଗୁଡାକ ନିଜ ନିଜର ହାତ ଧରାଧରି ହୋଇ ହୃଦୟର ମଲାଟ ଭିତରକୁ ପଶିଯାଆନ୍ତି। କୋଉଠି ଥାନ୍ତି କେଜାଣି ସେ ଲୁହ ଗୁଡାକ ତକିଆ ଭିଜେଇବା ପାଇଁ ନିଜ ନିଜ ଭିତରେ କମ୍ପିଟିସନ କରନ୍ତି। ଆଉ ଆଜି ବି ସେଦିନର କଥା ମନେ ପଡିଗଲେ ଏ ଛାତି ଭିତରଟା ଥରି ଉଠେ। ମାନସ କଣ ସେଇ କଥା? ଆମ ଭାଇ ଭଉଣୀକି ଛାଡି ବାପା ଚାଲିଗଲେ। 4 ଦିନ ପରେ ମାଟା ବି ଚାଲିଗଲା। ସେତେବେଳକୁ ଆମେ ଭାଇ ଭଉଣୀ 2 ଜଣ କିଛି ଖାଇନଥାଉ। ଆମ ଭାଇ ଆମ ପାଇଁ ଖାଇବା ଯୋଗାଡ଼ କରିବାକୁ ବାହାରକୁ ଯାଇଥାଏ। ସେତେବେଳେ ମୋ ମାର ଶବ 2 ଦିନ ହେଲା ଘରେ ପଡି ରହିଥାଏ। ମୋ ଭାଇ ଫେରିଲା ତ ଗାଁ ଲୋକ ମୋ ଭାଇକି କହିଲେ ମାର ଶବକୁ ମଶାଣିକୁ ନେବା ପାଇଁ। ସେମାନେ ମୋ ଭାଇକି ଦେଖୁଥାନ୍ତି ହେଲେ ମୋ ଭାଇ ସେମାନଙ୍କୁ ଦେଖୁନଥାଏ କି ସେ ମାର ଶବ ପାଖକୁ ଯାଉନଥାଏ। ମାନସ ମାଆଙ୍କ ଶବ ପାଖକୁ ଭାଇ କାହିଁକି ଯାଉନଥିଲେ? ମୋ ଭାଇ ଗୋଟେ ହୋଟେଲରେ 2 ଦିନ ହେଲା ଅଇଁଠା ବାସନ ମାଜି ତା ବଦଳରେ ଆଣିଥିବା ଡାଲି ଭାତକୁ 4 ଦିନ ଉପାସରେ ଥିବା ତା କୁନି କୁନି ଭାଇ ଭଉଣୀକି ଖୁଆଇ ଦଉଥିଲା। ତମେ କହିଲ ଭାଉଜ, ଯୋଉ ଭାଇ ପାଇଁ ମାର ଶବଟା ବଡ ନ ହୋଇ 4 ଦିନ ହେଲା ଉପାସରେ ଥିବା ତା କୁନି କୁନି ଭାଇ ଭଉଣୀର ପେଟର ଭୋକଟା ବଡ ହେଇଗଲା। ଯଦି ସେ ଭାଇ ଆଜି କହିବ କୁକୁଡ଼ାର 6ଟା ଗୋଡ଼ ତାହେଲେ ମୁଁ ସେ କଥାକୁ ମାନି ନେଇ ମୁଁ ଯଦି କହେ କୁକୁଡ଼ାର 6ଟା ଗୋଡ଼ ତାହେଲେ ମୁଁ କଣ ଭୁଲ କହିଛି ଭାଉଜ? ମୁଁ କଣ ଭୁଲ କହିଛି? ମୋ ଭାଇ ଆମ ଭାଇ ଭଉଣୀଙ୍କ ପାଇଁ ଖାଲି ଭାଇ ନୁହଁ ଭାଉଜ, ସିଏ ଆମ ପାଇଁ ସାକ୍ଷାତ ରାମ ଠାକୁର।
আজি আসিছি রে সেই তারিখ শুভ লগন আজি আসিছি সেই তারিখ শুভ লগন আমার জন্মদিন আমার জন্মদিন আশায় খুশি বরছে যাচ্ছি এ ঘরে আর কি হাসছি ও সে হাসরে সে খুশিরে নাচে মন অভিনন্দন অভিনন্দন আজি মামার জন্মদিন হে হে ও তুমরি পণত প্রাণ দেবী বন্ধা করিবি জীবন সারা অভিনন্দন অভিনন্দন আজি মামার জন্মদিন শ্রাবণ পাথরে সে মেঘ নাহি অভিনন্দন অভিনন্দন
ବହୁତ ଲେଟ୍ ହୋଇଗଲାଣି କମ୍ପାଉଣ୍ଡରେ ମୋତେ ଲୋକମାନେ ଅପେକ୍ଷା କରିଥିଲେ ମୁଁ ଆସିଛି ଭାଇ ବହୁତ ଲେଟ୍ ହେଇଗଲାଣି କମ୍ପାନୀରେ ତ ସମସ୍ତେ ଅପେକ୍ଷା କରି ଶୀଘ୍ର ଯା। ହଉ ଠିକ୍ ଅଛି ମୁଁ ଆସିଛି ଭାଇ ଆରେ ମାମା ମୋର ବହୁତ ଲେଟ୍ ହେଇଗଲାଣି ମୁଁ ଏବେ ଆସୁଛି ମାମା ଏ ମାମା ତୁ ମୋ ବାଟ ଜମା ଅଟକାଅନି ମୋର ବହୁତ ଗୁଡ଼ାଏ କାମ ଅଛି ମୁଁ ତତେ କଥା ଦେଉଛି ମୁଁ ଫେରିଲା ପରେ ଆମେ ସମସ୍ତେ ମିଶି କେକ୍ ଖାଇବା ହେଲା ମୁଁ ଏବେ ଆସୁଛି ବାଏ ଚୁପ୍ କର ମାମା को सब करने तू ताकू शिखाई ଏ ବାବା ମୁଁ କଣ ତ ପାଖରେ ଅଛି ତୋ ଦାଦାକୁ ଯିବାକୁ ଦେ ତାର ବହୁତ ଡେରି ହେଇଗଲାଣି କମ୍ପାନୀରେ ଗୁଡ଼ାଏ କାମ ଅଛି ए मामा तुम कथा ଟିକେ ବୁଝିବାକୁ ଚେଷ୍ଟା କର ମୁଁ ଏବେ ଆସୁଛି ବାଏ ठीक আছে मामा କହିଲୁ ମୋ ପାଖରେ ତୋର କି କାମ ଅଛି मंदिर भंगा चली अच्छा अच्छा मत टिके वीडियो कॉल कर देखा से कॉन्टैक्ट को से जगार चारिपटे बाउंड्री बने दब राताराति से भीतर इटा पत्थर सब बाहर को मंदिर खोदा बोली समझ देर पाइबे बस हेलो ना
ଉତ୍ତର ଦେବି ମୁଁ ତଞ୍ଜ ବାବୁକୁ ଓ ମାଇଁ ଗଡ୍ କେମିତି ଫେସ୍ କରିବି ମୁଁ ତଞ୍ଜ ବାବୁକୁ କେବଳ ସେଇ କଥାଟା ଭାବୁଛି ହେ ପ୍ରଭୁ ତମେ ଯଦି ସତରେ ଅଛ ଏମିତି ଦଣ୍ଡ କାହାରିକୁ ଦିଅନି ପ୍ରଭୁ ତାହା ନହେଲେ ସବୁ ଆଶା ଭରସା ତୁଟିଯିବ ପ୍ରଭୁ ଆଶା ଭରସା ତୁଟିଯିବ ନିଅନ୍ତୁ ମେଡିସିନ ଇଞ୍ଜେକ୍ସନ ସବୁ ନିଅନ୍ତୁ ଏଗୁଡାକ ଫେରାଇ ଦିଅନ୍ତୁ ଏଗୁଡାକର ଆଉ କିଛି ଆବଶ୍ୟକ ନୁହଁ ଆବଶ୍ୟକ ନାହିଁ ଫେରି ଦେବି ତାମାନେ ମୋ ମାମା ନା ଆମଙ୍କର ଦେହ ଖରାପ नहीं नहीं डॉक्टर नहीं आपण से किसी कोनी डॉक्टर आपण से से फोन करी मो बाबा मो सुना कोन नहीं मो बाबा मो कथा को सारी सारी किसी ने बिची पुतरे हम घर भीतर को बाबा ने आसे सारी लागे हम खुश रे लहरी ठीक डॉक्टर हम बाबा को बचाई दे डॉक्टर हम बचाई दे ଦରକାର ମୁଁ ଦେବି ହେଲେ ମୋ ମାମା ଭଲ ହେଇଯିବା ଦରକାର ମତେ ଲାଗୁଛି ମାମା ଆଉ ଜମା ଭଲ ହବନି ବେଳେ ବେଳେ ମଣିଷର ମୁଣ୍ଡର ପଛପଟେ ଛପ୍ତା ଆଘାତ ଲାଗିଲେ ଦେଖିବାର ଶକ୍ତି ଶୁଣିବାର ଶକ୍ତି ଏଣିକି କଥା କହିବାର ଶକ୍ତି ଚାଲିଯାଏ ଆଉ ବେଳେ ବେଳେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ ଠିକ ସେମିତି ଠିକ ସେମିତି ତମ ମାମା ତାର କଥା କହିବା ଶକ୍ତି ସବୁଦିନ ପାଇଁ ହରେଇ ବସିଛି ବୁଝୁଛି ଯେ ହେଲେ ଡକ୍ଟରଖାନାରେ କୋଉଠି ଗୋଟେ କୁନି ଝିଅ ପାଉ ଆଜି ଏ ଡକ୍ଟରଖାନାରୁ ଯେମିତି ହେଲେ ଗୋଟେ କୁନି ଝିଅ ନେଇ ତମେ ସେ ଝିଅକୁ ନେଇ ଆସିବ ଆଉ ମୁଁ ତା ନାଁ ରଖିବି ମାମା ଆଉ ମୁଁ ତମେ ସେ ମୋତେ ମୋ ବୋଲି ଡାକିବ ଆଉ ତମକୁ ବାପା ମାମା ବାଲକୁନିରେ ଥାଇ କହୁଥିବ ମାମା অভিনন্দন আজি মামার জন্মদিন ସବୁଦିନେ ଶୋଇଲା ବେଳେ ରାତିରେ ତାକୁ ଗପ କହିବି ଆଉ ମୋ ଗପଟା ସରିଗଲା ପରେ ମୁଁ କହିବି ମୋ ଗପଟି ସରିଲା ଫୁଲ ଗଛଟି ମରିଲା ମାମା ଆରେ ସେଦିନ ତାଙ୍କ ଜନ୍ମଦିନ ଆଉ ଅଛି ମୋ ଜନ୍ମଦିନ ତୁ ସେଦିନ କହୁଥିଲୁ ନା ତୋ ଜନ୍ମଦିନରେ ଯୋଉ ରଙ୍ଗର କେକ୍ ଆସିଛି ମୋ ଜନ୍ମଦିନରେ ଠିକ ସେଇ ରଙ୍ଗର କେକ୍ ଆସିବ ଏଇ ଦେଖିଲୁ ମାମା ଠିକ ସେଇ ରଙ୍ଗର କେକ୍ ପଡ଼ିଛି ଦେଖ ମାମା ଆରେ ମାମା ମାମା ତ କିଛି କହୁନି କାହିଁକି ହେ ମାମା ଆରେ କହୁନ ମାମା ଆଉ ତ କିଛି କହୁନି ଆମ ବାବା କହୁଥିଲେ ତାଙ୍କ ଜନ୍ମଦିନରେ ସେ କେକ୍ କାଟିବେ ଆଉ ତମ ଜନ୍ମଦିନରେ ବି ସେ କେକ୍ କାଟିବେ ହେ ମାମା
ମୁଁ ମୁମ୍ବାଇ ନେଇଯିବି ଭଲ ଭଲ ଡାକ୍ତର ଦେଖେଇବି ଦରକାର ପଡ଼ିଲେ ମୋ ମାମାର ମୋର ଅପରେସନ୍ ହବ ଖାଲି ମୋ ମାନସଟା ଫେରି ଆସିବୁ ଏଇ ମାମାକୁ ମେଡିକାଲକୁ ନେଇକି ଆସିବା ପରଠାରୁ ମୋ ମାନସକୁ 100 ଥର ଫୋନ କରୁ ଫୋନ ଲଗାଉଛି ସେତେ ଥର ନଟ୍ ରେସ୍ପଣ୍ଡ ଆଉ ମାନସକୁ ଫୋନ ଲଗେଇଲେ ବାବା କହୁଛନ୍ତି କ'ଣ ନା ମୁଁ ବହୁତ ବଡ଼ ମିଟିଂରେ ଅଛି ଆଜି ଯିବି କାଲି ଯିବି କହି କହି ମୋ ମୁଣ୍ଡଟାକୁ ଖରାପ କରିସାରିଲେଣି ଭାଉଜ ଭାଇ ତ ମାମା ବିଷୟରେ ଶୁଣିସାରିଲା ପରେ ବସିଲା ଜାଗାରେ ଉଠି ଆସିବା କଥା ମାମା ପରେ ତା ଛାତିର କଲିସା मामा अरे ए मामा ସେ କଥା ପରେ ମୋତେ ଆଗ କୁହ ମୋ ମାମା କେମିତି ଅଛି আরে কহ ମୋ ମାନସର ଏମିତି ଅବସ୍ଥା କିଏ କରିଛି ऊपर वाला ସେଦିନ ମାମାର ଜନ୍ମଦିନ ପରେ ଆମେ ଚେନ୍ନାଇରୁ ଦୁବାଇ ଯିବା ପାଇଁ ଏୟାରପୋର୍ଟ ଯାଉଥିଲୁ ଠିକ୍ ସେତିକି ବେଳେ ଆପଣଙ୍କର ଫୋନ୍ ଆସିଲା ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ଆଉ ମାମା ସିଡ଼ିରୁ ଖସି ତଳେ ପଡ଼ିଯିବା ଏ କଥାଟା ମାନସ ବାବୁ କେମିତି ଜାଣିଲେ ମୋତେ କହିଲେ हे मनोज तू बस ମୁଁ ଟ୍ରାଏ କରୁଛି ମୁଁ ପ୍ରତିବାଦ କଲି ଲୋକ କଥା ଶୁଣିଲେନି ମୁଁ କହିଲି ବାବୁ ସିଟ୍ ବେଲ୍ଟଟା ପିନ୍ଧନ୍ତୁ ମୁଁ ସେଠି ଗୋଟେ ପିବୁ ନଥିଲି କାହିଁକି ନା ମୋ ମାମାକୁ ଦେଖିବାକୁ ମୁଁ ଖୁବ୍ ଜୋରରେ ଗାଡ଼ି ଚଲାଉଥାଏ ମୁଁ କହିଲି ବାବୁ ଏତେ ଜୋର ଗାଡ଼ି ଚଲାନ୍ତୁନି ଆଉ ହଠାତ୍ ମୋ ଗାଡ଼ିଟା କଣ୍ଟ୍ରୋଲ ବାହାରକୁ ଚାଲିଗଲା ଆଉ ଗୋଟେ ଆନ୍ଧ୍ର ଟ୍ରକ୍ ପଛପଟୁ ମୋ ଗାଡ଼ିଟା ପିଟି ହେଇଗଲା ମୁଁ ଖାଲି ସିଟ୍ ବେଲ୍ଟଟା ପିନ୍ଧିଥିଲି ବୋଲି ମୋର କିଛି ହେଲାନି ବହୁ କଷ୍ଟରେ ମାନସ ବାବୁଙ୍କୁ ଗାଡ଼ି ଭିତରୁ ବାହାର କଲି ମେଡିକାଲ ନେଇଗଲି ଏଇ 7 ଦିନ ହବ ତାପରେ କ୍ୟାପିଟାଲ ହସ୍ପିଟାଲରେ ଟ୍ରିଟମେଣ୍ଟ ଚାଲିଥିଲା ଆରେ ଆଜି ପର୍ଯ୍ୟନ୍ତ ଏତେ ସବୁ ଘଟଣା ଘଟିଗଲା ତମେ ଏତେ ବଡ଼ କଥା ଆମକୁ ଲୁଚାଇଥିଲ କାହିଁକି ଆମକୁ ତମେ କହିଲନି କାହିଁକି କେବଳ ଏଇଥିପାଇଁ ଯେ ମାନସ ବାବୁ ଏ କଥାଟା ଆପଣମାନଙ୍କୁ ନ ଜଣାଇବା ପାଇଁ ମୋତେ ରାଣ ଦେଇଥିଲେ ଆଉ ସେ ଏକ୍ସିଡେଣ୍ଟରେ ମାନସ ବାବୁଙ୍କର ମୁଣ୍ଡଟା ଷ୍ଟେରିଂରେ ଜୋରରେ ବାଡ଼େଇ ହେଇଗଲା ଆଉ ତାପରେ ସବୁଦିନ ପାଇଁ ମୋ ଦୃଷ୍ଟି ଶକ୍ତି ହରେଇ ବସିଛି ଜାଣିଛି ମୁଁ ଆସିନଥିଲି ବୋଲି ତୁ ମୋ ଉପରେ ଅଭିମାନ କରି ରାଗିଛୁ ନା ଏଇ ଦେখ ମୁଁ କେମିତି ଉଠ ବସ ହଉଛି देख मामा देख ମୁଁ କେମିତି ଉଠ ବସ ହଉଛି ଦେଖ
ପରିପୂର୍ବ ଥିଲା। ସୁଲୁ ସୁଲୁ ପବନରେ ଗଛଟା ଖାଲି ଦୋହଲୁଥିଲା। କେତେ ଚଢ଼େଇ ମାନେ ସେ ଗଛ ଉପରେ ଡିଆକୁଦ ବି କରୁଥିଲେ। ସେ ପବନ ସହିତ ତାଳ ମିଳେଇ ଗଛଟା ଗୁଣୁ ଗୁଣୁ ଗୀତ ବି ଗାଉଥିଲା। ହେଲେ ସେ ଗଛଟା ଜାଣିନଥିଲା ତାଠୁ ଅନେକ ଦୂରରେ ଗୋଟିଏ ବୁଲଡୋଜର ଆସୁଛି ବୋଲି। ଜାଣିନଥିଲା। 10 ବର୍ଷର ହେଇଥିଲି। ମା ବାପା ଆଣ ପାଖକୁ ଚାଲିଗଲେ। ଏଇ ଭାଇ ଭଉଣୀ ଦିଟାକୁ ମଣିଷ କରିବା ପାଇଁ ହୋଟେଲରେ ବାସନ ମାଜି ମାଜି ମୋ ପିଲାଦିନଟା ଚାଲିଗଲା। କାରଖାନାରେ ଲୁହା ପଥର ବାଜି ବାଜି ମୋ ଯୌବନଟା ଚାଲିଗଲା। ଟିକେ ଏତେ ଦୁଃଖ ଏ ନିଶ୍ୱାସ ମାରିବାକୁ ସମୟ ପାଇଲି। ଇଏ ତ ଦୁଃଖ ନୁହଁ, ସତେ ଯେମିତି ଦୁଃଖର ପାହାଡ଼। କହିଲ ଭଗବାନ ଏମିତି ନିଷ୍ଠୁର ହୁଅନ୍ତି କାହିଁକି? କାହା କଥା କହିଲ ତମେ? ଭଗବାନ କାହା କଥା କହିଲ ତମେ? ତମେ ଆଉ ଥରେ କହିଲ। ଆରେ ମୁଁ କହୁଛି ତମେ ଆଉ ଥରେ କୁହ। ଭଗବାନ ଭଗବାନ ଭଗବାନ। ହଁ, ସେଇ ଭଗବାନ ତମକୁ ଶାସ୍ତି ଦେଇଛନ୍ତି। ସେଦିନ ସନ୍ଧ୍ୟାରେ ମହାରାଜକୁ ଅପମାନ ଦେଇ ଘର ଧକ୍କା ମାରି ବାହାର କରିଦବା। ସବୁ ପରେ ବି ତମେ ଜଗନ୍ନାଥ ମନ୍ଦିରକୁ ଭାଙ୍ଗିଦବା। ସେଇ ସନ୍ନ୍ୟାସୀ ମହାରାଜଙ୍କ ଅଭିଶାପ, ସେଇ ମନ୍ଦିର ଭିତରେ ଥିବା ସ୍ୱୟଂ ଜଗନ୍ନାଥଙ୍କର ଅଭିଶାପ। ତମେ କହିବାକୁ ଚାହୁଁଛ ମଣିଷର ଦେହ ରଚିଲା ରକ୍ତ ମାଂସରେ ତିଆରି, ହେଲେ ଭଗବାନଙ୍କ ଦେହ କାଚରେ ତିଆରି। ଆରେ ରକ୍ତ ମାଂସର ହାତରେ ତମେ ଯଦି ଭଗବାନଙ୍କୁ ବିଦ୍ଧ ମାରିବାକୁ ଚେଷ୍ଟା କରିବ ତମେ ରକ୍ତାକ୍ତ ହବ ନା। ଏଇ ଦେଖ, ତମ ଝିଅର ଦେହ ସାରା ଖାଲି ରକ୍ତ ବହୁଛି। ତମ ଭାଇର ଜୀବନଟା ଖାଲି ରକ୍ତ ନଦୀରେ ପରିପୂର୍ଣ୍ଣ ହେଇଗଲା। ଆଉ ଦେଖ, ତମ ସ୍ତ୍ରୀର ଛାତି ଭିତରଟା କେବଳ ରକ୍ତାକ୍ତ। ଆଉ ତମ ଚାରିପାର୍ଶ୍ୱରେ କେବଳ ମହାଭାରତର ରକ୍ତ ନଦୀ। ତାହେଲେ ଏସବୁ ଯାହା ଘଟୁଛି ସେଇ ଗୋଟିଏ ଭୁଲ ପାଇଁ। ସେଇ ଗୋଟିଏ ଭୁଲ ପାଇଁ ହଁ, ସେଇ ଗୋଟିଏ ଭୁଲ ପାଇଁ। କିଛି ଭୁଲ କାଲେ এই জীবନରେ ସେଥିପାଇଁ ମିଳେ କ୍ଷମା। ଏମିତିକା ଭୁଲ କଲା ସିଏ, ଏମିତିକା ଭୁଲ କଲା ସିଏ, କ୍ଷମା ତା ମିଳୁନି ଜମା। ନିଆଁ ଲାଗିଗଲା ସୁଖର ସଂସାରରେ, ସବୁ ଖୁସି ଜଳିଗଲା। ଟିକେ ଅହଙ୍କାର ଟିକିଏ ମୋହରେ ସପନ ପାଉଁଶ ହେଲା। ଫୁଲର ବାଟରେ ଚାଲୁ ଚାଲୁ ଆଦେ କଣ୍ଟା ଫୁଟିଗଲା। ଆଶାର ଉଆସ ଗଢ଼ୁ ଗଢ଼ୁ ଘର ଶାନ୍ତ ଭାଙ୍ଗିଗଲା। ଲାଗୁଛି ଯେମିତି
ଲାଗୁଛି ଯେମିତି ବିଧାତାର ବୋଧେ ଅଭିଶାପ ସେଇ ଗୋଟିଏ ଭୁଲ ପାଏ 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 ମୁଁ ଫୋନ କରୁଛି ମୋ କଲ୍ ରିସିଭ୍ କରୁନାହାନ୍ତି ମୋତେ କଣ୍ଟାକ୍ଟ ବି କରୁନାହାନ୍ତି 2 ମାସ ହେଲେ ତାଙ୍କ ସହିତ ମୋର ଦେଖା ହେଇନି ହେଲେ ଆଜି ତାଙ୍କ ସହିତ ଦେଖା ନ କରି ମୁଁ କୁଆଡ଼େ ବେଶୀ ଗଲି ମଞ୍ଜି 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 ରହିଯା ରଙ୍ଗବତୀ ରହିଯା ହିରେ ସେଇ ଝିଅ ତ ରହିଯା ରଙ୍ଗବତୀ ରହିଯା ମଞ୍ଜି ब्रेक 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 पीछे 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 तमे जानी छो मो ना मंजित प्यारे आमु जहा करे सबो रिदिम रे निखिल तमर मोर देखा प्राय 2 मास परे सेटा कोन होई पारे बिना रिदिम रे ना तमर मोर मिलन हबो गोटे रोमांटिक रिदिम रे ए दिल दीवाना बिन सजना के माने ना समझाने से समझेगा ଛାଡ଼ ଛାଡ଼ ମୋତେ ଓ ଛାଡ଼ अरे ये कौन होचे दिमास भितर चुंबकर चुंबक शक्तिटा पूरा फिनिश अरे प्रथम देखिले पूरा जोर से धाई आसी जाबुड़ी धरतुलो आउ एबे से आकर्षणटा पूरा विकर्षण रे बदली गला ତମେ ବା କେମିତି ଜାଣିବ ମୁଁ କୋଉ ଅବସ୍ଥାରେ ଅଛି मु सब जानि छी तमे को अवस्था रे मु जानि छी କ'ଣ ଜାଣିଛ ତମେ एडिक आस अरे आसो तम बड़ भाई फैक्ट्री निया लगी गल आ तम सान भाई सबुदिन अंध हो गले गाड़ी आ तम झियारी सीढ़ी खसी पड़ी सबुदिन मुक हो अरे बाबा मु जानी तो तुम बहुत टेंशन रे अच्छे ମଞ୍ଜି प्यारे मंजी प्यारे अरे बाबा टेंशन रे रहिले कोन सब समस्या समाधान हो जिवो समाधान रो बाट खोजिले सी आपे आपे समाधान हो जिवो ता छडा मु परा तम पाखरे अछि କେବଳ ସେଇଥିପାଇଁ ମୁଁ ତମ ପାଖକୁ ଧାଇଁ ଆସିଲି ତମେ ଚାହିଁଲେ ମୋ ସ୍ଥିତି ବଞ୍ଚିବ ଆଉ ତା ନହେଲେ ମରିଯିବି ମୁଁ ମରିଯିବି केडा अमंगलिया कथाटा कहि दलु अरे मु परा अछि तमर कोन मो पर जमा भरोसा नै देखो से टेंशन रे रही तुम अवस्था कौन हल देखुस तो से आखि देख आखि आखि ये आखि ओहो ये आखि तो पूरा कला पड़ गला ए गाल 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 तो गला पूरा सुखिला अरे ओठ ये ओठ तो नुह सत्य जमी लगुच 10 दिन सुखिला पावर उठ ମଞ୍ଜି प्यारे मंजी प्यारे मु जहा करे सबुरी दिन ए बेटी सभी कहती तमे तमे बोली से तमेर माने नहीं तमे जो दिन तमे बोली कह
एते मीठा लगे काहे पाई মঞ্জি ए मीठा तम स्वप्न मो स्वप्न तम खुशी मो खुशी तमे अछ मु अछि आ तमे न हो मु भी ना তুমি সত্য কইছো মঞ্জি ए कथा खाली मु कहूनी ए कथा मो छातीर स्पंदन कहूची তম ছাত্র স্পন্দন কোন কହୁছি मो छातीर स्पंदन कहूची मो निश्वास रे तू मो विश्वास रे तू और तू मोर अधिक जरूरी तू रे तू रे तू रे आ तू रे
कौन कहल तुम्हें मो छुआर माँ हम ए कहल 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 केते मास कहल 2 मास 2 मास 2 मास ता माने फाइनली मो बापा हेबी ए आज बिया से दशहरा आज बिया से होली गला दिन मजा परिका मजा नहीं आज काली कहीं ना तुम्हें माँ है गला अरे मो खुशी है कौन साई पड़सा लोक खुशी है अरे बाहागर 10 वर्ष पर भी लोक मैंने कसरत कला कर बापा हो पाना अरे मु तो बाहागर पूर्व बापा है खुशी मत मिठा बांटा कथा मत पुरस्कार भी मिलवा कथा ए मिठी जाऊँगी ए खुशी में मुझे कंपानी मिठा बांटी सुविधा ना ना सुविधा कि तुम सुविधा कि मत सुविधा कौन सुविधा मो पुओ मते बापा बोली डाकी व्हाट हां तम पिला तम सହିତ କଥା हेलानी अरे मो सो कथा होनी अगण से भीम बेहरा सो कथा हो सुनो तुम सुनिबो सुनिबो ताल सुन बापा कहलु कंपानी रे मिठा बांटी बाटी ओ मिठा रसगोला ना 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 छेना पड़ो नहीं छेना गजा
ସେଇଟା ବି ନାହିଁ ଓ ତୁ କହ କି ବାଟି ବାଟିବା କହ କଣ ଶୁଭୁନି କଣ ଗୁଲୁଗୁଲା ହିରେ ସେଥିରେ ପା ରସ ନାହିଁ ହଉ ହଉ ଛାଡ଼ ଆମ ଟୋକାଟା ଯେତେବେଳେ କହିଲାଣି ତାହେଲେ ଗୁଲୁଗୁଲାଟା ବାଣ୍ଟି ଦବା କେତେ ଦୁଷ୍ଟ ତମେ ମୁଁ ମେହେନ୍ଦି ଚୌଧୁରୀ ଆନ୍ଧ୍ର ଓଡ଼ିଶା ବିହାରୀ ସୁନ୍ଦରୀ କାଇଁ ମୁଁ କଣ ସୁନ୍ଦରୀ ନୁହଁ ମଞ୍ଜି ଏ କଣ ଏମିତି କହୁଛି ହ୍ୟାଲୋ ସିଏ ପା ନାଇଟି ତୁ ପା ଡେ ତାମାନେ ଆଜି ରାତିରେ ତମେ ଏଇଠି ରହିବ ହଁ ପୁଣି ମଞ୍ଜି ତୋ ବେଡରୁମ୍ ରେ କଣ ହେଲା ମଞ୍ଜି ଯେତେ ଶୀଘ୍ର କରୁଛ ଏଇଟା ଧକ୍କା ମାରି ଘର ବାହାର କରିଦିଅ ବାହାର କରିଦିଅ ଏଇଟାକୁ ହ୍ୟାଲୋ ବାସି ପଖାଳରେ ଯୋଉ ମଜା ଅଛି ସେଇଟା କଣ ସଜ ପଖାଳରେ ମିଳିବ କଣ କହିଲୁ ମୁଁ ମେହେନ୍ଦୀକୁ ଧକ୍କା ମାରି ଘରୁ ବାହାର କରିଦେଲି ନା ନାଇଁ ତୁ ଏ କଥା କେମିତି ଚିନ୍ତା କରିପାରିଲୁ ମୁଁ ମେହେନ୍ଦୀକୁ ଧକ୍କା ମାରି ଘରୁ ବାହାର କରିଦେଲି ଆରେ ସିଏ ପରା ମୋର ନୂଆ ପ୍ରେମିକା ମଞ୍ଜି ତମେ ଏମିତି କଣ କରୁଛ ଆମ ସମ୍ପର୍କ ସ୍ୱର୍ଗତ ଅନନ୍ତ ଓଝାଙ୍କର ସୁପରହିଟ୍ ନାଟକ ମୋ ପାଇଁ କାଳେ ବଜେଇତେ ଏବେ କିନ୍ତୁ କଟକ ବହି ଦୋକାନର ସବା ତଳ ଥାକର ତଳ ବହି ହେଲେ ମେହେନ୍ଦୀର ମୋର ସମ୍ପର୍କ କୋଣାର୍କ ଗଣନାଟ୍ୟର ସୁପରହିଟ୍ ନାଟକ କଣ ଖରା ହଉଛି ବର୍ଷା ହଉଛି ଦଇତାରି ପୁଣ୍ଡା ବାହା ହଉଛି ଅନ୍ଧାର ଭିତରେ ଅଛି ତାକୁ ଅନ୍ଧାର ଭିତରେ ହଜେଇ ଦେ ପାପ ହବ ପାପ ହବ ଏମିତି କାମ କଲେ ତମକୁ ନରକରେ ବି ଜାଗା ମିଳିବନି ତୁ କେମିତି ଭାବି ପାରିଲୁ ତୋ ଭଳି ଗୋଟେ ଭିକାରୁଣିକୁ ମୁଁ ମୋର ସ୍ତ୍ରୀର ଅଧିକାର ଦେବି ହଁ ମଝି ତୁ ସ୍ତ୍ରୀ ହବାକୁ ହେଲେ ସେମିତି ତ ଷ୍ଟାଣ୍ଡାର୍ଡ ଛୁଆ ଦରକାର ଯୋଉଟାକି ତୋ ପାଖରେ ନାହିଁ କାଲି ତ ଭାଇ କୋଟିପତି ଥିଲା ହେଲେ ଆଜି ରାଜରାସ୍ତାର ଭିକାରୀ ଆଉ ଅଳ୍ପ ଦିନ ଭିତରେ ବହୁ ପରିଶ୍ରମର ବନେଇଥିବା ରାଜମହଲ କୋଠାଟା ଭାଙ୍ଗି ରୁଚି ଚୁରମାର ହେଇଛି ଆଉ ତାପରେ ତୁ ତୋ ଭାଇ ଭାଉଜ ତୋ ଝିଆରୀ ଖାଇବାକୁ ନ ପାଇ ବଡ଼ଦାଣ୍ଡକୁ ଚାଲି ଆସିବେ ଭିକ ମାଗିବା ପାଇଁ ଆଉ କହିବେ ବାବୁ ମତେ ଗୋଟେ ଭିକ ଦିଅ ବାବୁ ମତେ ଗୋଟେ ଭିକ ଦିଅ ବାବୁ বেঈমান ধোঁকাবাজ ମୁଁ ଆଜି ବୁଝିଲି ତୁ ମତେ ଭଲ ପାଉନଥିଲୁ ମୋ ଭାଇର ସମ୍ପତ୍ତିକୁ ତୁ ଭଲ ପାଉଥିଲୁ ମୁଁ ତୋର କେବେ ବି ଛାଡ଼ିବିନି ମୁଁ ତୋର ପୋଲିସରେ ଏଫଆଇଆର ଦେବି ମତେ ପ୍ରତାରଣା କରି ମୋ ନାରୀତ୍ୱ ସଜିତରେ ବ୍ୟବହାର କରି ତୁ ମତେ ମାର ସଜାଇ ଦେଇଛୁ ଦରକାର ପଡେ ନ୍ୟାୟ ପାଇବା ପାଇଁ ମୁଁ କୋର୍ଟର କବାଟ ବଢ଼େଇବି ମେଡିକାଲ ଟେଷ୍ଟ କରି ପ୍ରମାଣ କରିଦେବି ମୋ
ନା ମଞ୍ଜିତ ପ୍ୟାରେ ଆଉ ମୁଁ ଯାହା କରେ ସବୁରେ ଦିମିରେ ଥାନାକୁ ଯିବି କଣ ଥାନାକୁ ଯିବି? ମୋ ନାଁରେ କମ୍ପ୍ଲେନ୍ ଦବ ହଁ କମ୍ପ୍ଲେନ୍ ଦେବି। विश्वास भितारे काहे क्या जाने विश्व किए भरी मेला জীবন রে আজি জুইয়া জানি দেলা লুহ সবু হরিনা লুহ সবু হরিনা লহু ধারা সেই গোটিয়ে উপায় সেই গোটিয়ে উপায় সেই গোটিয়ে উপায় সেই গোটিয়ে ମଞ୍ଜିତ ଏ ଝିଅ କିଏ? ଆରେ ମୁଁ ପଚାରୁଛି ପରା ଝିଅ କିଏ? ସିଏ ଏମିତି ଯନ୍ତ୍ରଣା ଅନୁଭବ କରୁଛି କାହିଁକି? ଆରେ ଏମିତି ଛଟପଟ ହଉଛି କାହିଁକି? କଥା କଣ କଣ ଏଇଟା ଜମା ଭଲ ଅଛନ୍ତୁ କଥା କହିଛି ସାରଙ୍କୁ ପ୍ରେମ ବିବାହ କରିବା ପାଇଁ ସେ ବାଧ୍ୟ କରିଥିଲେ ବଡ଼ ଘର ବୋହୂ ହେବା ପାଇଁ ଚେଷ୍ଟା କରିଥିଲେ ସାର ତ ସେମିତି ଲୋକ ନୁହନ୍ତି ତାଙ୍କ ପ୍ରେମ ମାୟାରେ ଫସିଲେ ଆଉ କାହାର ବାପ ସମ୍ପର୍କ ରଖି ଗର୍ଭବତୀ ହେଇସାରିଲା ପରେ ଏଠି ଆସି କହୁଛି କଣ ନା ଏ ପିଲାର ବାପା ହଉଛନ୍ତି ଆପଣଙ୍କ ପୁଅ ଆପଣଙ୍କ ପୁଅକୁ ବାହା ହେବା ପାଇଁ ସେ ଜିଦ୍ ଧରୁଛି ଶୁଣନ୍ତୁ ଆପଣ ଯେତେବେଳେ ସେ ପାରୁଛନ୍ତି ଏଇଟା ତ ଏଗୁলো ବିଦା କରିଦିଅନ୍ତୁ ବାବୁ ମଣିଷ ଖାଇବା ହେଇଗଲା ତା ଖାଇବା ଥାଳିର ଓଜନ କମିଯାଏ ତା ପିଇବା ପାଣିର ମୂଲ୍ୟ ବି କମିଯାଏ ଏଠି ତା ଜାତି ବଦଳିଯାଏ ତା ପ୍ରତି ଥିବା ମଣିଷମାନଙ୍କର ମନୋବୃତ୍ତି ବି ବଦଳିଯାଏ ଏ କଥା ବୁଝିଲି ବାବୁ